নমস্কার, জয় জগন্নাথ। ওড়িশা ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭର ଭାଇମାନଙ୍କୁ ଭାଇମାନେ ଗତକାଲିଠୁ ପରଦିନଠୁ ଗୋଟେ ପୋଷ୍ଟ ମୁଁ ତ ଗତକାଲି ମୋ ପାଖକୁ ପହଞ୍ଚିଛି। ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଗୋଟେ ଯେ ଫଟୋ ଯେ ଏବଂ ଭିଡ଼ିଓ ମଧ୍ୟ। ଭିଡ଼ିଓଟା ଏହା ଯେ ଆମର ଗତ 22 ତାରିଖ ଦିନ ଅନୁଗୁଳ ଆଉ ଢେଙ୍କାନାଳ ଦୁଇ ଜିଲ୍ଲାର ଭାଇମାନେ ଯେତିକି ଆମର ଢେଙ୍କାନାଳର ତାଲଚେରର ମାଇନ୍ସରେ 9ଟା ତକ ମାଇନ୍ସରେ ଗାଡ଼ି ଚଲାଉଛନ୍। ସବୁ 9ଟା ତକ ଡ୍ରାଇଭର ଭାଇମାନେ ମିଶିକି ଆପଣମାନେ ଆଗରୁ ଶୁଣିଥିବେ ଯେ ସେମାନେ ତାଲଚେରରେ ଯେନ୍ ଗୋଟେ ମାନେ ଜାମ୍ ରହୁଥିଲା, ଯିବା ଆସିବାର ଅସୁବିଧା ରହୁଥିଲା, ଗାଡ଼ି ମାନେ ଲାଇନ୍ରେ ନାଇଁ ଯାଉଥିଲେ। ତ ସେଇ ମାଇନ୍ସର ଡ୍ରାଇଭର ଭାଇମାନଙ୍କର ତାଙ୍କର ଚେଷ୍ଟାରୁ ଏବେ ଗୋଟେ ବହୁତ ସୁନ୍ଦର କାମ ହେଇଥିଲା ଯେ ତାଲଚେରରେ ଯେତେ ଗାଡ଼ି ମାନେ କୋଇଲା ଫୋଇଲା ଏସବୁ ଇଏରେ କାମରେ ଲାଗୁଛନ୍ ସମସ୍ତେ ଲାଇନ୍ରେ ଯିବେ। ଲାଇନ୍ କାଟିଦେଲା ଦ୍ୱାରା ବହୁତ ଅସୁବିଧା ହେଉଥିଲା। ତ ସେଇ ଭାଇମାନଙ୍କର ଉଦ୍ୟମରେ 22 ତାରିଖ ଦିନ ତାଲଚେରରେ ମା ହିଙ୍ଗୁଳା ଯାତ୍ରା ଯେହେତୁ ଥିଲା, ବହୁତ ସଂଖ୍ୟାରେ ଲୋକମାନେ ଦର୍ଶନ ଲାଗି ସେମାନେ ଯାଇସନ୍। ତ ଭାଇମାନଙ୍କର ଗୋଟେ ମନସ୍ଥ କଲେ ଯେ ସମସ୍ତେ ତ ସବୁ ଦଉଛନ୍, ଆମେ ଡ୍ରାଇଭର ସମାଜ ତରଫରୁ ଅନ୍ନଭୋଗର ଗୋଟେ ବ୍ୟବସ୍ଥା କରିବା ବୋଲିକି ସେମାନେ ତାଙ୍କର କଲେକ୍ସନରୁ ଭାଇମାନେ ଅନ୍ନଭୋଗର ବ୍ୟବସ୍ଥା କରିଥିଲେ ଏବଂ ମୋତେ ଡାକିଥିଲେ ମଧ୍ୟ ଯାଇଥିଲି। ସେଟା ଯେତେବେଳେ ଯାଇଛୁ ଆମେ ଦେଉଛୁ ଅଧା ଆମର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜ୍ଞା ହଠାତ୍ ମାନେ ସେ ଏରିଆରେ ବୁଲୁଥିଲେ, ସବୁ ଷ୍ଟଲ୍ ମାନଙ୍କୁ ଯାଉଥିଲେ ବି। ତ ସେନା ଆମ ଷ୍ଟଲ୍କୁ ମଧ୍ୟ ସେମିତି ଆସିଥିଲେ। ଯାହା ହଉ ଡ୍ରାଇଭର ଭାଇମାନେ ଏତେ ସୁନ୍ଦର କାର୍ଯ୍ୟକ୍ରମ କରିଛ। ଆଉ ମାନେ ଗୋଟେ ଏକ୍ସଟ୍ରା ଦେଖିଲି ଆଜି ଡ୍ରାଇଭର ମାନେ ଏମିତି କରବାଟା। ଆଉ ଡ୍ରାଇଭର ମାନଙ୍କ ସାଙ୍ଗରେ ସବୁବେଳେ ମୁଁ ଅଛେ, ଯାହା ଦାବି ଅଛେ ସବୁ କିଛି ମୁଇଁ ସମର୍ଥନ। ଏଇ ଜିନିଷଟା ସେମାନେ କହିଲେ ଯେହେତୁ ଇଲେକ୍ସନ ଅଛେ, ସେମାନେ ହୃଦୟରୁ କହିଛନ୍ତି କି ଭିତରୁ କହିଛନ୍ତି ବାହାରୁ କହିଛନ୍ତି ସେଟା ତାଙ୍କର ଉପରେ ନିର୍ଭର। ତ ଇ ଯେନ୍ ଫଟୋଟା ଆସିଛେ ଦେଖୁନ୍, ଇ ଫଟୋଟା ଧର୍ମେନ୍ଦ୍ର ପ୍ରଧାନ ଆଜ୍ଞାଙ୍କ ସାଙ୍ଗରେ ଉଠେଇଲି ବୋଲିକି ବର୍ତ୍ତମାନ କିଛି କୁଚକ୍ରୀ ଗୋଷ୍ଠୀ, କିଛି କୁଜି ନେତା ଏମାନେ ଲାଗି ପଡ଼ିଛନ୍ ଯେ କିଏ ଲେଖୁଛେ ଅଜୁ ଭାଇ ବିକ୍ରି ହେଇଗଲା, କିଏ ଲେଖୁଛେ ମାନେ ପଇସା ଖାଇଦେଲା ହାତଲି ପଳେଇଗଲା ବିଜେପି କେ, କିଏ କହୁଛେ ଧର୍ମେନ୍ଦ୍ର ଚାଲାଏ। ଆଚ୍ଛା ଠିକ୍ ଅଛେ। ଯେନ୍ ଭାଇ ମାନେ ଆପଣ ମାନେ କହୁଛନ୍ ଯେ ମାନେ କେନ୍ ପାର୍ଟି କେ ମାନେ ବିଜେପି ରେ ଅଜୁ ଭାଇ ଯୋଗ ଦେଲା, ତ ବହୁତ ଭାଇମାନଙ୍କର କୋହଭରା ଇଏରେ ଏଇଟା ଆସୁଛି। ତ ଭାଇମାନେ ଯଦି ଇ ଫଟୋଟାକେ ଦେଖିକି ଆପଣ ମାନେ ଭାବିଲେ ମୁଁ ବିଜେପିରେ ମିଶିଗଲି ବୋଲିକି, ତାହେଲେ ଇ ଫଟୋଟାକେ ଟିକେ ଦେଖୁନ୍। ଇ ଫଟୋଟାକୁ ଦେଖିଲା ପରେ ଆପଣଙ୍କ ମନରେ କାଣା ହଉଛି? ଇ ଫଟୋ ତ ଧର୍ମେନ୍ଦ୍ର ଆଜ୍ଞାଙ୍କ ସାଙ୍ଗରେ ଫଟୋଟେ ଥିଲା, ଯାର ଲାଗି ଆପଣ ମାନେ କହିଲେ ଯେ ଅଜୁ ଭାଇ ବିଜେପିରେ ଯୋଗ ଦେଇଦେଲେ ବୋଲିକି। ତ ଏପଟ ଫଟୋରେ ପାଣ୍ଡିଆନ ସାର୍ଙ୍କୁ ସ୍ୱାଗତ କରୁଛି। ଆଉ ଫଟୋ ଦେଖିବେ ନବୀନ ସାର୍ଙ୍କ ସାଙ୍ଗରେ ଅଛି। ଆଉ ଫଟୋ ଦେଖିବେ ପରିବହନ ମନ୍ତ୍ରୀଙ୍କ ସାଙ୍ଗରେ ଅଛି। ତ ଯଦି କାହାର ସାଙ୍ଗରେ ଫଟୋ ଉଠେଇଦେଲେ କେନ୍ ପାର୍ଟି ସାଙ୍ଗରେ ମିଶି ଯାଉଥିତେ, ତାହେଲେ ପାଣ୍ଡିଆନ ସାର୍ଙ୍କୁ ଫୁଲ ଯେହେତୁ ଦଉଛେ, ତ ଆପଣ ତ ସେତେବେଳେ କହିବା କଥା ଅଜୁ ଭାଇ ବିଜେଡିରେ ମିଶିଗଲେ ବୋଲିକି, ମିଠା ବାଣ୍ଟବା କଥା। ଆଜି ବି କହୁଛି ଭାଇ, ଆଗରୁ କହୁ ବି ଥିଲି, ଓଡ଼ିଶା ଡ୍ରାଇଭର ମହାସଂଘ ନିର୍ଦଳୀୟ ଥିଲା, ନିର୍ଦଳୀୟ ରହିବ। ନା କୌଣସି ରାଜନୈତିକ ଦଳରେ ଅଜୁ ଭାଇ କିମ୍ବା ଓଡ଼ିଶା ଡ୍ରାଇଭର ମହାସଂଘ ସାମିଲ ହେଇଛି, ନା ଓଡ଼ିଶା ଡ୍ରାଇଭର ମହାସଂଘ କୋଉ ରାଜନୈତିକ ଦଳରେ ସାମିଲ ହବ। ଜୟ ଜଗନ୍ନାଥ। ଯଦି ଭୁଲ କହିଥିବି କ୍ଷମା କରିବେ, କିନ୍ତୁ କାହା ସହିତ ଫଟୋ ଉଠେଇବାଟା ନୁହଁ ଯେ ତାଙ୍କ ପାର୍ଟିରେ ଯାଇକି ମିଶିଯିବାଟା। ଆମେ ଆମ ସଂଗଠନ ପାଇଁ, ଆମ ଡ୍ରାଇଭର ମହାସଂଘ ପାଇଁ ସବୁ କିଛି କରିବା ପାଇଁ ରେଡି ଅଛୁ। ତେଣୁକରି ଏଇଟା କିଛି ବଡ଼ କଥା ନୁହଁ କୌଣସି ନେତା ମାନେ ଯାଇକି ପାର୍ଟିରେ ମିଶିଯିବାଟା। କିନ୍ତୁ ଆମ ସଂଗଠନକୁ ଆଖିରେ ରଖିକି ଆମେ ନିଶ୍ଚିତ ଭାବରେ ସମସ୍ତ ରାଜନୈତିକ ଦଳ ଠାରୁ ଦୂରରେ ଏବଂ ସମସ୍ତଙ୍କୁ ସମ୍ମାନ କରିବୁ। କିନ୍ତୁ ପ୍ରତ୍ୟେକ ଦଳକୁ ସମ୍ମାନ କରିବୁ, କାହାକୁ ଆମେ ବିରୋଧ କରିବୁନି। ଆଉ କେବେ ବି ଏଟା ଦେଖିବା ପାଇଁ ପାଇବେନି ଯେ ମହାସଂଘ କୋଉଥିରେ ସାମିଲ ହେଲା। ଜୟ ଜଗନ୍ନାଥ।